ସାର୍ ଆମର ପୁଲିସ୍ ଷ୍ଟାଫ୍ ମାଲକାନଗିରି ପୁଲିସ୍ ଷ୍ଟାଫ୍ ପେଟ୍ରୋଲିଂ କରୁଥିଲେ। ସେ ସମୟରେ ଗୋଟେ ଆଇସର୍ ଗାଡ଼ି ଆସିଥିଲା, ତାକୁ ସନ୍ଦେହ କରି ତାକୁ ଅଟକ ରଖାହେଇଥିଲା। ଆଉ ତାଙ୍କୁ ପଚରା ଉଚରା କରିବାରେ ସେମାନେ ଗଞ୍ଜେଇ ଥିବା ସ୍ୱୀକାର କରିଥିଲେ। ତ ଆମର ଏନ୍ଡିପିଏସ୍ ଧାରା ଅନୁସାରେ ମାଜିଷ୍ଟ୍ରେଟ୍ଙ୍କ ଆଉ ସାକ୍ଷୀଙ୍କ ସମ୍ମୁଖରେ ତଲାସ କରି ସେଇ ଯେଉଁ ଗାଡ଼ି ଆମର ଆଇଚର୍ ଗାଡ଼ି ଥିଲା, ଯେଉଁଥିରେ କୁକୁଡ଼ା ଦାନା ଥିଲା, ସେଠିରୁ ଆମର 500 କିଲୋ ଗଞ୍ଜେଇ ଜବତ ହେଇଛି। ଆଉ ଏ କେସ୍ରେ 2 ଜଣ ଡ୍ରାଇଭର ଆଉ ଅନ୍ୟ ଜଣେ ଯେଉଁ ଗାଡ଼ିରେ ଥିଲେ ୟୁପିର, ତାଙ୍କୁ ଆମେ ଆରେଷ୍ଟ କରିକି କୋର୍ଟ ଫରୱାର୍ଡ଼ କରାହେଇଛି। ଆଉ ଏ କେସ୍ରେ ଅନ୍ୟ ଯେଉଁ ଆମର ଲୋକାଲରେ ସପ୍ଲାୟର ମାନେ ଅଛନ୍ତି, ତାଙ୍କୁ ଯଥାଶୀଘ୍ର ଆରେଷ୍ଟ କରାହେବ। ନାଇଁ, ଆମର ଯେଉଁ ରେଗୁଲାର ଚେକିଂ ଚାଲୁଥିଲା ସେ ସମୟରେ ସେ ଗାଡ଼ିକୁ ଆମେ ସନ୍ଦେହ କରିକି ଅଟକ ରଖିଥିଲୁ। ଆଉ ଡ୍ରାଇଭରମାନଙ୍କୁ ପଚରା ଉଚରା କରିବାରେ ସେମାନେ ସନ୍ଦେହଜନକ ଉତ୍ତର ଦେଇଥିଲେ। ଆଉ ସନ୍ଦେହ ହେବାରୁ ପରବର୍ତ୍ତୀ ସମୟରେ ସେମାନେ ତାଙ୍କର ଗଞ୍ଜେଇ ନେଉଥିବା ସ୍ୱୀକାର କରିଥିଲେ। ଆଉ ଆମର ଏ କେସ୍ରେ ଅନ୍ୟ ଯେଉଁ ଲୋକାଲ ଆମର ସପ୍ଲାୟର ଅଛନ୍ତି, ସେ ତାଙ୍କୁ ଆମର ଲୋକାଲ ଏରିଆର ତାଙ୍କୁ ଯଥାଶୀଘ୍ର ଗିରଫ କରାଯିବ। କେତେ ଟଙ୍କାର ହେଇଥିବ? ଏ ଗଞ୍ଜେଇର ଭ୍ୟାଲୁ ଆରାଉଣ୍ଡ 50 ଲାକ୍ସ ହେବ। ସାର୍ ବାରମ୍ବାର ଏମିତି ଧରା ପଡ଼ୁଛି ସାର୍ ମାଲକାନଗିରିରେ? ନାଇଁ, ଏବେ ବହୁତ ଚେକ୍ ହେଇଛି। ଆଉ ଆମେ ଆମ ଏନଫୋର୍ସମେଣ୍ଟ ଆଉ ଷ୍ଟ୍ରିକ୍ଟ କରିକି ଆକ୍ସନ୍ ନିଆହେବ।